তেଣୁକରି କାମନା କଳ୍ପବୃକ୍ଷ ଯିଏ ଚିନ୍ତାମଣି ସିଏ ସୁରଧେନୁ ସିଏ ହେଉଛି ଆପଣମାନଙ୍କର କାମଧେନୁ। ଇଏ ତିନି ଜଣ ଯାକ ସମାନ। ଆପଣମାନଙ୍କର ରାମ ଗୀତ ଗୋବିନ୍ଦ ବୋଲେ ଚିନ୍ତାମଣି ସୁର ଧେନୁ କଳ୍ପତରୁ କୋଟି ଦାନ ହରି ହେ ଚିନ୍ତାମଣି ଇଏ ତିନି ସମାନ। ଆପଣ ତ ଭାଷା କର୍ମକରୁ ଚତୁର୍ବର୍ଗ ଫଳ ଜନଜଗତକୁ ଦେଇ ଯେ ନିଷ୍କାମତା ଭିତରେ ବଞ୍ଚିଛି ସକଳ ଶକ୍ତିର ଆଧାର ଏ ବିଶ୍ୱପତି ସର୍ବପ୍ରେମମୟ ଠାକୁର ତୋ ବ୍ୟତୀତ ଏ ସଂସାରରେ କିଏ ଅଛି? ଆପଣ ତ ସବୁ କାରଣ କର୍ତ୍ତା। କାହିଁକି ମା ଏ ସଂସାରରେ ଜଣେ ନେତା ଯିଏ କଥା ଦେଇଛି କଥା ରଖିଛି। ତା ପାଖକୁ ଯିଏ ଯେତେବେଳେ ଯାଇଛି ହାତ ବାତିଛି ସେ କଣ ତା ଦୁଃଖ ରଖିଛି? ଦୁଃଖ ହରଣ କରିଦେବ ନା। ଆଜିର ନେତା ଆଉ ଆପଣ ମାନେ କହିବେ ଦୁଃଖ ହରଣ ସେମାନଙ୍କର ପାଖରେ ନାହିଁ ଆଜ୍ଞା। ନେତା ହେଲେ ତିନି ପ୍ରକାର। ଜଣେ ହେଲେ ଶାସକ ନେତା, ଜଣେ ହେଲେ ସ୍ୱାର୍ଥପର ନେତା, ଆଉ ଜଣେ ହଉଛନ୍ତି ସେବକ ନେତା। ସେବକ ନେତା ସୁଆଣ୍ଡ କବି ଗୋପବନ୍ଧୁ ସରକାରଙ୍କର ଆଖି ଖୋଲିଲା। ଆପଣ ଯଦି ଶୁଆଣ୍ଡ ଯିବେ ଗୋପବନ୍ଧୁଙ୍କ ଜାଗାରେ ତାଙ୍କରି ପାଇଁ ମ୍ୟୁଜିୟମ ତିଆରି ହେଇଛି। କୋଉଠି ପାଠ ପଢୁଥିଲେ, କୋଉଠି ଏନ୍ତୁଡ଼ିଶାଳ, କୋଉଟା ତାଙ୍କ ପଢା ଘର, କୋଉଟା ଢିକିଶାଳ। ଯାଉ ସରକାର ଗୋଟେ ବଡ କାମ କଲେ ତାଙ୍କରି ଜାଗାରେ ତାଙ୍କରି କଥା କଲେ। କିନ୍ତୁ ଆପଣ ଦେଖନ୍ତୁ ସମାଜରେ କଣ ଆଉ ଜାଗା ନଥିଲା ଗୋପବନ୍ଧୁଙ୍କର ସ୍ମୃତି ବଞ୍ଚେଇବା ପାଇଁ? ଏ ସମାଜ ପରେ ଆଜ୍ଞା ଭଲ ଲୋକକୁ ସ୍ଥାନ ନାହିଁ, ଖରାପ ଲୋକର ଯଥେଷ୍ଟ ସ୍ଥାନ। ତାଙ୍କ କଥା କହୁଛି ଗୋପବନ୍ଧୁ ଯେ ଦେଶ ପାଇଁ ଜାତି ପାଇଁ ସେବା କଣ ଜାଣିଥିଲେ, ସେବାର ମୂଲ୍ୟ କଣ ବୁଝିଥିଲେ। କାହିଁକି ଆଜି ଆପଣମାନଙ୍କର ଆବ୍ରାହମ ଲିଙ୍କନ ଆମେରିକାର ରାଷ୍ଟ୍ରପତି ସେ ଯାକ ଅପୂରଣୀୟ ଯେ କହିଲେ ବାଇ ଦି ପିପୁଲ ଫର ଦି ପିପୁଲ ଅଫ ଦି ପିପୁଲ। ଏ ରାଜନୀତି ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଲୋକମାନଙ୍କର। ଆଜିର ନେତା କଣ ସେଇ କଥା କହୁନାହାନ୍ତି କିନ୍ତୁ ଭିନ୍ନ ଢଙ୍ଗରେ ସେ କହୁଥିଲେ ବାଇ ଦି ପିପୁଲ ବି ୱାଇ ବାଇ ଲୋକଙ୍କ ଦ୍ୱାରା ଆମେ ନିର୍ବାଚିତ। କିନ୍ତୁ ଏମାନେ କହୁଛନ୍ତି ଦ୍ୱାରା ଆମେ ନୁହଁ ୟୁ ୱାଇ ବାଇ ଟଙ୍କା ଦଉଛୁ ଭୋଟ କରୁଛୁ ନେତା ହଉଛି ଲୋକଙ୍କ ଦ୍ୱାରା ଆମେ ନୁହଁ। ସେ କହୁଥିଲେ ଫର ଦି ପିପୁଲ ଲୋକଙ୍କ ପାଇଁ ଆମେ ନେତା। ଏ କହୁଛନ୍ତି ଟଙ୍କା ଦେଲୁ ଭୋଟ କିଣିଲୁ ନେତା ହେଲୁ, ନେତା ହେଲା ପରେ ଫାର ଦି ପିପୁଲ ଲୋକଙ୍କଠୁ ଆମେ ଦୂରେଇବା ଆରମ୍ଭ କଲୁ। ସେ କହୁଥିଲେ ଅଫ ଦି ପିପୁଲ ଲୋକମାନଙ୍କର ମୁଁ ନେତା। କିନ୍ତୁ ଆଜିର ନେତା କହୁଛନ୍ତି ଭୋଟ ପଳେଇ ଟଙ୍କା ଦେଲୁ ଭୋଟ କିଣିଲୁ ନେତା ହେଲୁ, ନେତା ହେଲେ ଲୋକଙ୍କଠୁ ଦୂରେଇଲୁ ତାପରେ କେମିତି ନିଭିବେ ସେ ଚିନ୍ତା ଆମେ କରୁ। ଇଏ ହଉଛନ୍ତି ସ୍ୱାର୍ଥପର ନେତା। କିନ୍ତୁ ସେବକ ନେତା ଆପଣମାନଙ୍କର ସୁଆଣ୍ଡ କବି। ଆଉ ଜଣେ ନେତା ସେ ହଉଛନ୍ତି ଶାସକ ନେତା। ନାହାନ୍ତି ଆପଣମାନଙ୍କର ଛତ୍ରପତି ଶିବାଜୀ, ନାହାନ୍ତି ଆପଣମାନଙ୍କର ପଞ୍ଜାବ କେଶରୀ ବୀର ରଣଜିତ ସିଂ, ଦେଲୁ ମତେ ମହାଶିକ୍ଷା ପଞ୍ଚମ ଶ୍ରେଣୀ ବହି। ସେ ସାହିତ୍ୟ ବହି ଏବେ ଚଳୁଛି କି ନାହିଁ କହିହବନି, କାହିଁକିନା ଯୁଗ ତ ଆଗକୁ ଗଲାଣି। ସେ ଆଜ୍ଞା ଭିଜିବ ତ ସେ ଜିନିଷ ରହିବନି। ଦେଖନ୍ତୁ ଦେଲୁ ମତେ ମହାଶିକ୍ଷା ଏଡେ ବଡ କଥା ତା ଦେହରେ ନିର୍ଯାସ ଅଛି। ସେଦିନ ବୁଢୀ ଗଛକୁ ଢେଲା ମାରୁଛି, ଢେଲା ମାରିଲା ବେଳେ ଆମ୍ବ ଗଛରେ ନ ବାଜି ସେ ଢେଲା ବାଜିଲା ରାଜାଙ୍କ କପାଳରେ। ସୈନ୍ୟସେନା ଚାରିପଟକୁ ଦୌଡ଼ି ଗଲେ, ଦେଖିଲା ବୁଢୀ ଢେଲା ମାରୁଛି, ଟେକି ନେଇ ଦଣ୍ଡାୟମାନ କରିଦେଲେ। ମଣିମା ଏଇ ବୁଢୀ ଆପଣଙ୍କ ଆଘାତ ଦେଇଛି ମସ୍ତକରେ, ରକ୍ତ ଧାର ପାଇଁ ଏଇ ଗାଈ। ହାତ ଯୋଡ଼ି ଦେଲେ। ରାଜା କହିଲେ ମା ମୋ ମୁଣ୍ଡରେ କାହିଁ କ୍ଷତ ସୃଷ୍ଟି କଲୁ? ବୁଢୀ ହାତ ଯୋଡ଼ି ଦେଲେ, ରାତିରେ ପୋଷା ପୋଷା ଚାଉଳ ଧରିବ, ମଟା ଭାଙ୍ଗି ଯାଇଛି, କପ କେଶ ସେଦିନ ଉନ୍ମୁକ୍ତ ଶରୀର ଜଳାଜୀର୍ଣ୍ଣ ଅବସ୍ଥା। ବୁଢୀ ହାତ ଯୋଡ଼ିଲା ମଣିମା ବିଧାତା ପୁରୁଷ ନ୍ୟାୟ
पखाल भात को बाइगण पोड़ा ततला भात को घी जे ततला भात खाइबो से घी खाइबो जे पखाल भात खाइबो से आगे बाइगण पोड़ा खाइबो एटा बड़ा विधातार न्याय जे तिनी मला कथा करिछि तार आउ कथा हबो किंतु तार ताल बरण करिछि ता छळ छप्र उडी दिबो से रहिबा को जागा रहिबनी एटा होती विधातार न्याय प्रभुर विचार काइया कथा कहूछि से दिन कहिदेले कहले मां एटा बड़ा आघात काहि देलु ना मणि मां पेटो ताकर पकड़ी जाउ भेला पछु भेला मथि आंगुर के धरि जे खाइ खादी के घोड़ा पेटुआ पोसिबा पानी जानिनी मोते काल आसी ग्रास करिवो मु आपन देह आघात देछि मोते दंड दियंतु छत्रपति शिवाजी से दिन कोन दंड देथिले से होतनि शासक नेता शासन कोन जानिथिले बोले मो भली राजा खाउ खाउ मो राज्य रे यदि 3 दिन भोकिला बुढ़ी भेला मारिला ये मुंडरे आघात देइनी ये विजय टीका गोटा धारी बोले लोक टकारे मोरी मागो ये तो मो थारो जे प्रजा मान दुख बुझी पारुनी ये राज्य में बंचीबार तार अधिकार नहीं ये शासन कोन गाड़ी थिले ये शासन नेता आ कोन आपन कथि देबे काइया कथा कहूची जेना प्रभु कथा दैछि कथा जन्म हला चंद्रवंश रे चंद्रवंशी राजा वसुदेवଙ୍କ कोଳରେ जेतेबे जन्म हले चंद्र खुशी हे गले जानि साले दिजन तिनि जन नानिला वाला किए से बापा वसुदेव अंधार घर भीतर बसी छंदी जेतेबे हठात प्रभु जन्म हले अंधार घर आलु हे गला वसुदेव कहले 6-6टा छुआ मंदिरशाला भीतर नेई वंशहागर लेछि वंश बारेई मारिछि किंतु अंधार घर तो के आलु करे नथिले हाथ पाद धोरी सत्तांग धर्मगत ताकत पड़ी गला हे महाप्रभु ओ भाग्य आपण जन्म आइछंती आठ बड़ भाग्य कोन अछि प्रभु जेते बसी छंती बुआ पाद तळे बापा लंबा है सोई अछि प्रभु चिंता करे से बापा मु पुओ मो बापा जति मो पाद तळे सोइबो जगत निंदा करिवो तेरे सेठी प्रभु बाध्य हेले चतुर्धामूर्ति देखैबा शंख चक्र गदा पद्म जेते देखि दै छंती मां मूर्छा पड़िछि बापा देखुछि विश्व रूप आपण देखन प्रभु जकारे जन्म हले सेते जागृति थिले प्रहरी सब अचेत गले काई ना परम ब्रह्म जते आसीबे जीव ब्रह्म सेते सोइबो आपण देखुनांती जेतेबे गीता भागवत पुराण पाठ प्रवचन पढला हबो सेतेबे मनुष्य को गीता भागवत सुनिले आपण आखि बंद हो जाउछि प्रभु कथा सुनिले आखि बंद हबो काई ना से परमात्मा परम आसीला बेले जीव सोइबो माया आसीला बेले जीव चेइबो ये सब द्वारी प्रतिहारी सब सेना सैन्य सोइले वसुदेव हाथ देते करे जाओ बंदीशाला भीतर रही सिना मोर भाग्य कारण तू जदि बंदीशाला भीतर रही नथांती मु कोन प्रभुक विश्वरूप देखि थांती जीवन रे मनीष सुख आज्ञा खोजे शांति खोजेनी शांति जे खोजिबो तार सुख दरकार नाही आ तार सुख दरकार तार शांति दरकार नाही शांति या सुख से आ जन्म सुख बड़ कथा सुख एसी रूम सुख पुआ चाकरी करछि सुख स्वामी पेंशन पाउछि सुख बहु मास्टर रेछि सुख शांति खाइबा पर ना आका बकरे का संपर्क ना एडे बड़ रज पुआ गुजरात रे बहु सुराट रे नाती हॉस्टल रे स्वामी जाई कोठी पड़िछि बहु कोठी पड़िछि ताले सुख होइति शांति नाही टंका गणिले शांति नाही ओ भाग्य आपण कथा कोन अछि प्रभु को रूप देखुछंती वसुदेव से प्रभु को पाखरे आत्म निवेदन करछंती हे महाप्रभु जय विश्व हे नारायण पुरा लूना केउ कारे प्रभु हे शरणमु सदा
ମୁଁ ଆଜି ଶାନ୍ତି ଖୋଜୁଛି ଦରକାର ନାହିଁ। ରାଜଭୋଗ ଭିତରେ ରାଜଦରବାର କେମିତି ଥାନ୍ତି, ଈଶ୍ୱର ପଦକି ଥାନ୍ତି କେମିତି? ହାତ ଯୋଡ଼ିଲେ କହିଲେ ମହାପ୍ରଭୁ ଆପଣ ସର୍ବକାରଣ କାରଣକର୍ତ୍ତା, ତତେ ଦେଖିଲି ମୋର ଆଉ କଣ ଅସୁବିଧା ଅଛି? ଗୀତ ଗୋବିନ୍ଦ ବଢ଼ିଆ ପଦ, ଭକ୍ତ କବି ଜୟଦେବ କେତେ ବିଦ୍ୱାନ କବି ଆପଣମାନେ ଓଡ଼ିଶା ମାଟିର ବରେଣ୍ୟ ପ୍ରତିଭା। ଯୋଉ ଗୀତ ଗୋବିନ୍ଦ ପରାୟଣ ହେଲେ ଜଗନ୍ନାଥ ମହାପ୍ରଭୁଙ୍କୁ ନିଦ ଆସେନି। ଗୀତ ଗୋବିନ୍ଦ ପଦୁଟା ଆପଣମାନଙ୍କର ଭକ୍ତ କବି ଜୟଦେବ। ଚନ୍ଦନ ଚାଚିତ ନୀଳ କଳେ ହାତ ପତରେ ବେଡ଼ି କରିବେନି। ଆପଣଙ୍କର ମତେ ମୁକ୍ତି ଦିଅନ୍ତୁ। ଅସିଲେ କହିଲେ ବାପା ମୁଁ ମୁକ୍ତି ଦେବାକୁ ଆସିନି, ମୁଁ ନିଜ ବୋଲି ଯାହା ମୁକ୍ତି ପାରୁନି ଆଉ ମୁଁ ତମକୁ ତାହେଲେ ମୁକ୍ତି ଦେବି। ଆଶ୍ଚର୍ଯ୍ୟ କଥା, ଆପଣଙ୍କର ବ୍ରହ୍ମାଣ୍ଡନାଥ ସତରାଚର ଜୀବଜଗତର ଶାନ୍ତ, ଆପଣ ଯଦି ନ ରଖିବେ ଆଉ ରଖିବ କିଏ ସେ? ସବୁ କେତେବେଳେ ମନା କରିଦେଉଛନ୍ତି, କହିଲେ ବାପା ମୁକ୍ତିଦାତା ମୁଁ ନୁହଁ, ମୋ ଉପରେ ଆଉ ଜଣେ ଅଛି। ଯେଦିନ ଉଦ୍ଧବ ପ୍ରଚାର ଥିଲେ କହିଲେ ପ୍ରଭୁ ଆପଣ ମୋ ଗୁରୁ, ଜଗତର ଗୁରୁ, ସମସ୍ତ ଗୁରୁ, ଧର୍ମ କଲ୍ୟାଣକାରୀ ପ୍ରଭୁ ଆପଣ ଜଗତର ଗୁରୁ। ଆଚ୍ଛା ଆପଣଙ୍କର ଗୁରୁ କିଏ? ପ୍ରଭୁ ସେଦିନ ହସିଲେ କହିଲେ ଉଦ୍ଧବ ମତେ ଗୁରୁ ବୋଲି ଭାବୁଛ, କିନ୍ତୁ ବାସ୍ତବିକ ମୁଁ ଗୁରୁ ନୁହଁ, ମୋ ଉପରେ ଆଉ ଜଣେ ଗୁରୁ ଅଛି। କାହିଁକି? କହିଲେ କର୍ମ ମହାନି କର୍ମ ହଉଛି ମୋ ଗୁରୁ, କର୍ମଠୁ ବଡ ଗୁରୁ ଆଉ ସଂସାରରେ କେହି ନାହିଁ। ମୁଁ ଗୁରୁ ବୋଲି କହୁଛ, ମୁଁ ଗୁରୁ ନୁହଁ। କାରଣ ଗୋଟେ ଜଗତ ଗୁରୁମୟ ଦେଖ ଜଗତ ଗୁରୁମୟ ଦେଖ, ଏ ଜଗତରେ ସମସ୍ତେ ଗୁରୁ। ଗୁରୁ ବୋଲି ଯଦି ନିଜକୁ କେତେବେଳେ ମଣିଷ ଭାବି ଦିଏ ତାହେଲେ ସବୁ ସରିଯିବ। ପ୍ରଭୁ କହିଲେ କହିଲେ ବାପା ମୁଁ ଗୁରୁ ନୁହଁ, ମୋ ଉପରେ ଆଉ ଜଣେ ଗୁରୁ ଅଛି। ତେଣୁ ମତେ ଯୋଉ କହୁଛ ମୋ ଉପରେ ପାଇଲ, ଆଖିରେ ଦେଖିଲ, କୋଳରେ ଧରିବ, ମୁଁ ତମକୁ ମୁକ୍ତି ଦେବି, ମୁକ୍ତିଦାତା ମୁଁ ନୁହଁ, ମୁକ୍ତି ଆଉ ଜଣେ ଦବ। କହିଲେ ସେ କିଏ ସେ? କହିଲେ ଭୋଦେବ କର୍ମ ବାଦେ ସେ କର୍ମଠୁ ବଡ ଦେବତା ଏ ସଂସାରରେ କେହି ହେଲେ ନାହିଁ। ସବୁଠି କାରଣ କାରଣକର୍ତ୍ତା କିଏ ସେ? ନା କର୍ମ। ତେଣୁ ମତେ ତମେ ଯୋଉ ପାଇଲା ପରେ ଭାବିଲ ପ୍ରଭୁ ମୋ ଉପରେ ଆଉ ଜଣେ ଅଛି, ଧର୍ମ ନିର୍ବାଧିକାରେ ତୁ ମା ଫଳେ ସୁଖଦାସନ। କର୍ମ କରି ଛାଡ଼, ବଡ ଇଚ୍ଛା ବାଞ୍ଛା କରନା। କାରଣ କର୍ମ ହଉଛି ସଂସାରରେ ସବୁଠୁ ବଡ ଗୁରୁ, ତା ବଡ ଆଉ ତାଠୁ ବଡ କେହି ନାହିଁ। କର୍ମ ଫଳ ପ୍ରାଣୀ ଅବଶ୍ୟ ମୁଣ୍ଡାଇ କିଏ ତା କରିବ। କେହି ନାହିଁ। କର୍ମ ହଉଛି ଶ୍ରେଷ୍ଠ, କର୍ମ ହଉଛି ଏ ଜଗତରେ ସବୁ କାରଣ କାରଣକର୍ତ୍ତା। ବାପା ମୁଁ କର୍ମ କରିନି, କର୍ମ ତ ଯଥେଷ୍ଟ କରିଛି, କିନ୍ତୁ ମୁଁ ଆଉ ଯାଇ କଷ୍ଟ ପାଉଛି। କହିଲେ କର୍ମ କରିଛ ଯେ ଭୁଲ କର୍ମ କରିଛ। କେବେ କରିଛ? ନା ଅତୀତର କର୍ମ ଫଳକୁ ବର୍ତ୍ତମାନ ଆପଣ ଭାଗ୍ୟ ବୁଝୁଛନ୍ତି। ଏଇଟା ଆପଣଙ୍କ ଅତୀତର କର୍ମ ଫଳ, ମାନେ ପୂର୍ବଜନ୍ମର କର୍ମ ଫଳ ନେଇ ବର୍ତ୍ତମାନ ମଣିଷ ଭାଗ୍ୟକୁ ଭୋଗ କରେ। କହିଲେ ପୂର୍ବ ଅତୀତ କର୍ମ ଫଳେ ପୂର୍ବ କର୍ମ ଫଳ ନେଇ ପରଜନ୍ମରେ ମଣିଷ ଭାଗ୍ୟକୁ ଆଜ୍ଞା ଭୋଗ କରେ। ତାହେଲେ ସେଇଠି ବସୁଦେବ ପଚାରିଲେ କହିଲେ ପ୍ରଭୁ ଯଦି ଏକରେ ଦୋଷ କଲି, ଦୁଇରେ ମୁଁ ଦଣ୍ଡ ଭୋଗିବା କଥା, 10 ଜନ୍ମ ତଳର ପାପ ଏବେ କାହିଁକି ମତେ କହୁଛନ୍ତି ମୁଁ ଭୋଗୁଛି? କଣ ଆପଣ ବଡ ବୋଲି ଯାହା କହିବେ କଣ ସେଇଟା ଠିକ? ନା ନାଇଁ ବାପା, ଏବେ ପର୍ଯ୍ୟନ୍ତ କର୍ମକୁ ଗୋଡେଇ ଗୋଡେଇ ଧରିବାକୁ 10 ଜନ୍ମ ବିତିଗଲା।
ଡଙ୍ଗାଟା ଆଜ୍ଞା ଛୋଟିଆ ଛିଦ୍ରଟା ଡଙ୍ଗାଟା ଯଦି ପାଣି ଭିତରେ ପଡ଼ିଲା କଣ ପାଣି ଭିତରେ ପଡୁ ପଡୁ ସିଏ ବୁଡ଼ିବ ସେ ଛିଦ୍ର ଦେଇ ଟିକେ ଟିକେ ପାଣି ଯାଇଯାଏ ଯେତେବେଳେ ଡଙ୍ଗାଟା ପୂର୍ଣ୍ଣ ହେଇଯିବ ସେତିକି ବେଳେ ସେ ଡଙ୍ଗା ବୁଡ଼ିବ ସେମିତି ତମର ଟିକେ ଟିକେ ଯାଇଯାଇ ଏ 10 ଜନ୍ମ ଲାଗିଲା ତମକୁ କର୍ମ ବଢ଼େଇ ଧରିବାକୁ 10 ଜନ୍ମ ପରେ ତମେ ଏବେ ଧରା ପଡ଼ିଛ ଆଉ ଯିବ କୁଆଡ଼େ କହିଲେ ତାହେଲେ 10 ଜନ୍ମ ତଳ ପାପ ଏବେ ମତେ ବଢ଼େଇ ହେଲା যদি সে ছুয়া মাটাকে হজারে গাড়ি ভিতরে খাই দিয়া যায় তাহলে আপনার দেখবে ছুয়াটা ঘুরি যায় তা মা পাখে পৌঁছি পারিবে যদি হজারে গাড়ি ভিতরে পৌঁছি মা পাখে পৌঁছবার যদি সময় লাগে সেমতি গাড়ি তো গোড়ে গোড়ে ধরিবা সেটি 10 জন্ম পড়িলা তেଣୁ ତାର କର୍ମଫଳ ତାକୁ ଛାଡ଼ିବି ନା ତମକୁ କେମିତି ଛାଡ଼ିବ ତେଣୁ ଅତୀତର କର୍ମଫଳକୁ ତମେ ଏବେ ବୁଝୁଛ ବୋଲେ ଆଶ୍ଚର୍ଯ୍ୟ କଥା 10 ଜନ୍ମ ପରେ ଦୋଷ କଲି ଏବେ ଯଦି କିଛି ଦଣ୍ଡ ହୋଇ 10 ଜନ୍ମ ପରେ ମୁଁ କଣ କରିଥିଲି 10 ଜନ୍ମ ମନେ ନାହିଁ ବୋଲେ ବଢିଆ ବିନୋଦ निर्देश देल से सबरी हाथ गोड़ बांधि दियो सब हाथ गोड़ बांधि दियो देखा केते कष्टे से छुआ जन्म करछिया है सब हाथ गोड़ बंधा है सबरी हाथ गोड़ बंधा है दीर्घ यंत्र सही आसन्न धर्म प्रसव करने सबरी जेतबे गर्भयंत्रणा चलुची हाथ गोड़ बंधाई दीर्घ समय गर्भयंत्रणा सही सही सीना सबरी छुआटी जन्म देला किंतु से पिलाटी आख्या कर गला प्रभु धर्म अच्छी आमे जमी आज बंधा पड़ीचु आम आख्या कर आम पिला मरुची भविष्य झिया को बांधी से राजा पर से अवस्था से वास्तव में से अभिशाप करी अभिशाप जगत के मुक्ति पाइना अभिशाप वास्तविक अभिशाप मुक्ति अभिशाप कर्म फल आज तुम बुझुच तुम हाथ गोड़ बंधाई गोटी गोटी छुआ तुम आख्या करे मरुंट तुम्हें ये कष्ट पाच से किए तुम कर्म फल तेणु तुम जमी कर्म कर फल पाच मत कहले मुझे कौन करी मुझे काम कर्म कि कर्म कर संसार करी आपड़ी मत कहीदे ना बोले बापा कर्म हूँ दुई कारण गोटे कर्म कर मनीष गोटे कर्म छाड़ ना तुम कर्म गुरु ये कौन कहले निटा कर्म बोले कर्म प्रभु तुम तो कर्म करने जोड़िए कर्म आसला कहूँ गोटे कर्म करी आ गोटे कर्म छाड़ी बोले जोड़िए कर्म कैसे बोले कर्म कले मनीष बंचब आम भितर जे सी मरब कर्म कौन चोरी करवा डकैत करवा मनीष मारिया असामाजिक कथा करवा एगुड़ा कौन कर्म ना
ରାବଣ ସୀତାଙ୍କୁ ଚୋରି କରି ନେଲା ଅଶୋକବନ ଭିତରେ କହିଲା ଅଶୋକବନ ପାଇବା କାହିଁକି ନା ଶୋକ ନାସ୍ତି ରସ୍ୟ ସହ ଅଶୋକ ଯଦି ଶୋକ ନାହିଁ ସେ ବନ ନାହିଁ ଅଶୋକ ତାହେଲେ ମା ଜାନକୀ ବନ ଅଶୋକ ବନ ଭିତରେ ବସି ହସୁଥିଲେ ନା ଆଉ ଅଶୋକ ବନ ପାଇବା କାହିଁକି ମୁଁ କହୁଛି ରଜବଳି ସାହିତ୍ୟ ଅୟୋଧ୍ୟା ଘରବ୍ୟାସ ଗୋଡ଼ାଗତ ଛାନ୍ଦ ବିପଦା କାଳ ଆପଣ ମନେକର ସାତ ମାତ୍ରା ଗୋଡ଼ାଗତ ଗୀତ ବର୍ଣ୍ଣ ହଉଛି ଆଉ କିଏ କଣ କରିବ সর্বরি ভর্তা সর্বরি হেলা রাত্রি ভর্তা কলে স্বামী রাত্রির স্বামী হেলা চন্দ্র চন্দ্র অসুর কুলর চন্দ্র রাবণ আগে দূত বার্তা প্রকাশ কলা অশোক বনে সর্বত্র থিবা বন্ধু বন্ধু সিন্ধু অশোক বন ভিতরে শোক অবস্থায় থিবা বহুটির বন্ধু কি স্বামী সিন্ধুপুরে আসি পৌঁছিলেন তাহলে যদুমণ্ডল বলতেন অশোক বন ভিতরে মা সীতা কাঁদুଥିଲେ তাহলে অশোক বন অশোক রাত্রি দশ অশোক বন বলে শোক অতি দশ অশোক যদি শোক থাকে তা না করবেন অশোক বন তাহলে মা জানকী কাହା ପାଇଁ କାନ୍ଦୁଥିଲେ কোন ଛୁଆ ପିଲା ପାଇଁ ନା ସ୍ୱାମୀ ପାଇଁ ନା ରାଜ୍ୟ ପାଇଁ ନା ଧନ ସମ୍ପତ୍ତି ପାଇଁ କଣ କହିଲେ ପରମାତ୍ମା ଭଗବାନ ରାମକୁ ପାଇବା ପାଇଁ ମା ଜାନକୀ ସେଦିନ କାନ୍ଦୁଥିଲେ କାହିଁକି ପରମାତ୍ମାକୁ ପାଇବା ପାଇଁ କାନ୍ଦୁଥିଲେ ଆଉ ଜଗତର କେତେ ଅଛି ମଣିଷ ଧନ ପଛରେ ଗୋଡ଼ଉଛି କେତେ କଥା କହୁଛି ଇଏ କାହିଁକି ତାକୁ ଖୋଜୁଥିଲେ ନା ଜୀବ ପରମର ଖେଳ ଜୀବ ପରମାତ୍ମାକୁ ସବୁବେଳେ ଖେଳୁଛି ତାହେଲେ ସିଏ ଖୋଜୁଛି ଜଣେ ଜଣକୁ ଆତ୍ମା ପରମାତ୍ମାଙ୍କର ମିଳନ ସେ କହିଲେ ଯେ ଜୀବନରେ ସବୁ ହବ ମଣିଷ ପରମାତ୍ମାକୁ ପାଇବା ପାଇଁ ସବୁବେଳେ ହର ଆଖିରୁ ଯୋଉଠି ଧୁଆ ହୁଏ ସେ ବର୍ଣ୍ଣନା ହେଲା ଅଶୋକ ତାହେଲେ ଅକର୍ମ କହିଲେ ସେଟା ଜୀବ ହତ୍ୟା ନୁହଁ କି ଅସାମାଜିକ କଥା ନୁହଁ জীবନରେ মଣିষ যদি অকর্ম করিব বঞ্চিব যদি কর্ম করিব আজ্ঞা সে মরিব কামনা ভিতরে রহি মরিবা কাহিঁকি নিষ্কাম ভিতরে থাই পরমাত্মাকে পাইবানি কাহি তেমন অকর্ম কইলে বাসুদেবଙ୍କ সম্বন্ধীয় কর্ম দেখতে নিষ্কাম ভিতরে থাই আপন দেখন্তু জটায়ু প্রভুଙ୍କ কোଳରେ ଶୋଇଛି ପ୍ରଭୁ ଟୋପେ ଟୋପେ ପାଣି ଦଉଛି ଜଟାୟୁ ରାଣୀର ସମ୍ବର୍ଦ୍ଧନ କଲା କାରଣ ଏ ନିଷ୍କାମ ଭିତରେ ଥିଲା କିନ୍ତୁ ସକାମ ଭିତରେ ଥିଲେ ବୋଲି ଆପଣ ମାନଙ୍କର ମହାରାଜ ଦଶରଥ ଶେଷ ଜୀବନରେ ମୋ ହାତରୁ ପାଣି ଟିକେ ପାଇଲେ ତାହେଲେ ସେଦିନ କହିଲେ ବାପା କର୍ମକୁ ପୂଜା କର କର୍ମ ମୁକ୍ତି ଦେବ ଆଉ କେହି ମୁକ୍ତି ଦେବେନି ତାହେଲେ କର୍ମ ଭିତରେ ଥିଲେ ବୋଲି ଆପଣଙ୍କର ଜଟାୟୁ ନିର୍ବାଣ ମୁକ୍ତି ପାଇଲେ କର୍ମ ଭିତରେ କାମନା ଭିତରେ ରହି ପ୍ରେତ ବୁଲିଲେ ଦଶରଥ ମହାରାଜ କର୍ମ କରେ ବୋଲି 18 ଦିନ ମହାଭାରତ
ଦେଖିଲେ ପ୍ରଭୁଙ୍କର ସାନିଧ୍ୟ ଲାଭ କଲେ ସବୁ କଥା ପରେ ମଧ୍ୟ ଅଷ୍ଟାଦଶ ଅଧ୍ୟାୟ ଗୀତା ଶୁଣିଲେ 18ଟା ଯୋଗ ଶିଖିଲେ ଅଧାୟମାନର ବହି ପଢ଼ିଲେ ବୋଲେ ଏ ସିନା ଅର୍ଜୁନ କିନ୍ତୁ ନିଷ୍କାମ ଭିତରେ ରହିଲେ ବୋଲି କାମନା ନାହିଁ ବୋଲି ସେଦିନ ପ୍ରଭୁ ଜାଣି ଶୁଣି ପାଦୁକା ଦିଟା ହାତରେ ଧରିଦେଲେ କହିଲେ ଉଦ୍ଧବ ତୋରି ହାତ ଧରି ଦେଲେ ଉଦ୍ଧବ କହିଲେ ପ୍ରଭୁ ବଦ୍ରିକା କାହିଁକି ଯିବି ଆଶ୍ରମ ନାମରେ ବଦଳିକା ସେଠି ତ ଚରମ ଅଧିକା ସେଇଟା କଣ ତ ପାଦ ଆଉ ଅଧିକା ମୁଁ ବଦ୍ରିକା ଆଶ୍ରମ କହିବି କହିଲେ ଭୟଙ୍କର ପରିସ୍ଥିତି ହବ ଉଦ୍ଧବ ଏ ଜାଗାରେ ତମେ ରହନା ପଳେଇ ଯା ତାହେଲେ ନିଷ୍କାମ ଭିତରେ ରହିଲେ ବୋଲି ଉଦ୍ଧବ ବଞ୍ଚିଲେ କର୍ମ ଭିତରେ ରହିଲେ ବୋଲି ଅର୍ଜୁନ ବୋଲେ ନିଷ୍କାମ ଭିତରେ ରହି ନିର୍ଗଣ ମୁକ୍ତି ପାଇଲା କର୍ମ ଭିତରେ ରହି ମହାରାଜ ଦଶରଥ ପ୍ରେତ ହେଇ ବୁଲିଲେ ଅକର୍ମ ଭିତରେ ଅହିଂସା ଆନ୍ଦୋଳନ କଲେ ଆପଣମାନଙ୍କର ଗାନ୍ଧୀ ଜାତିର ଜନକ ମହାତ୍ମା ଭାରତ ସ୍ୱାଧୀନତା ପାଇଲା ତ୍ରିରଙ୍ଗା ପତାକା ଉଡ଼ିଲା ଦେଖିଲେ ବିଶ୍ୱପତି ଆପଣ ଦେଖନ୍ତୁ ଜାତିର ଜନକ ମହାତ୍ମା କିନ୍ତୁ ଯେ ଆଜାଦ ହିନ୍ଦ ଫୌଜ ଗଠନ କଲେ ବ୍ରତର ଜବାବ ବ୍ରତରେ ତରବାରରେ ଜବାବ ତରବାରରେ ଯିଏ କହୁଥିଲେ ତ୍ରିରଙ୍ଗା ପତାକା ଉଡ଼ିବା ପୂର୍ବରୁ ସେ ଆଉ ନାହାନ୍ତି ଏଠି କାମନା ଭିତରେ ରହି ଇଏ ନିଖୋଜ ହେଲେ କିନ୍ତୁ ଅକର୍ମ ଭିତରେ ରହି ଆପଣ ନିଷ୍କାମକୁ ଭଜନ କରନ୍ତୁ କାମନା ଭିତରେ ରହନ୍ତୁନି ହାତ ଧରିଦେଲେ ପାଦ ଧରିଦେଲେ ବୋଲେ ପ୍ରଭୁ ତାହେଲେ ମୁଁ ଯୋଉ କାମନା ଭିତରେ ରହିଛି ମତେ ମୁକ୍ତି ମିଳୁନି ତାହେଲେ ଏବେ କଣ କରିବି କହନ୍ତୁ ବୋଲେ କି କର୍ମ କରି ଭାବୁ मते कहतु बापा तमे निष्काम भीतर रह सेटा कोन ना मते तमे नै जा कुआडे बोले नंद मंदिर मते थई आसो बाबा पूरा भाईची तो इच्छा हकीरा कोला नै मो बड़ नै तमे तो कहतले हाथ पाद फिटिबनी तमे फिटे करिबनी आ मते कोन कहतो एते बाटा मु नंद मंदिर को देबी तुमको थईले धियाटे जन्म होई पारटे आनी ना बापा एई हाथ फिटी दिबो माने एइले कोथरा फिटिबनी एइले कोन फिटी जाछि ना जोटी निष्काम भावना आसीबो सेठी बंधन लागिबनी जोटी कामना आसीबो सेठी बंधन जब लागिबो निष्काम लागिला बोली जड़ भक्त घर छाड़ी पड़ेले निष्काम भीतर रहिले बोली चैतन्य घर छाड़िले निष्काम भीतर रहिले बोली उद्धव पड़ेले निष्काम भीतर रहिले बोली संसार सेमाने छाड़िले आमे कामना भीतर पहुंची पड़ी नहीं हमको ठीक बांधी ना हमको कामना गोड़ेई बोली आमे दीदी हेला आसिलुनी खाली एते में घब केला जे ता घर कहिलो काई नाही आमे मसाला देबी घर द्वार नेला तेरे द्वार साडी पकई न थरा सकाळ आमे पर पळेछु बोलुनी काई ना कामना खेले बिना चाबीरे से ही ना की दिथो अब तो निष्काम हबो से तो बंती सारा चाबी पळे मध्ये रहिबनी निष्काम बोली सब सोइले गाड़ी प्रतिहारी गेट खोलिला एडे ताला पड़थला ता मन को फिटिला से संकट प्रभु किंतु कामना रे आसी पहुंचीबो सेते बेले तो ता मन को अंधार हबो तेनु हमको कामना अछि बोली हमको केई बांधी नांदी हमें बांधी नहीं पड़िছে ता पखे निष्काम अछि सेटाई को बांधी पड़िबो सेटा बेले पड़िबो तेनु कामना बंधन देबो माने एबे जदि निष्काम को आसीबो हाथ पाद फिटी दिबो बोले बा बढ़िया कथा रे मुकरा रथ पर सत्य करिछि निर्वाण सत्य जन्म होला मात्रे नवजात शिशु को नहीं घोष हाथ रे देबी मु जदि तुमको नहीं जिबी ताले संसार तो पिला कर संसार रो बड़ पिला कर के बसि देबो आ एबे आपन सब पुओ जगह झियो जगह पुओ कहि दउ अरे सिखिले का करू ए आरी करू बसि देबो आउ देखना दे रात रात पुआवे को दस्कटा कर दे तेम जिए एटी पिला कर संसारे वसुदेव हेले काहेकि जे कोन छंदी करे प्रभु बोले सत्य सार मनुष्य सत्य सार महिमा दे बाका विचलित दे प्रेम सुकृत हाई दे सत्य रक्षा करिवा मनुष्यर धर्म सत्य रक्षा करिवा राजार धर्म बाचा विचलित दे नते सुकृत हाई कथा दे जे कथा अपहरण करि नबो ताठु पापी संसारे केई नाही उपर सत्य करिछि हम पापी हेइ जिबेनी बोले बापा आपण भलो भलो किछि बुझंदी सबरो दीटी कथा अछि आज्ञा बापा को संध्या बेले घरे बसिले तबे पुओ चोरी नारी हत्या मिथ्या छाडी आउ जा करछु करे किंतु चोरी नारी हत्या मिथ्या करे पाप नाही आज्ञा चोरी नारी हत्या मिथ्या करे पुण्य चोरी धन चोरी करिबेनी और धन चोरी करले सिना पाप हबो
ধর্ম চোরি কলে পুণ্য হব যে ধর্ম করিব লুচিকি করন্তু আর গাঁরে অষ্টপ্রহরী হচ্ছে 2 কুইন্টাল ওটা চাউল দেলা গাঁ যাক বুলি এডিকি বড় কথা মারি আଜି ସବୁ ଚାଉଳ ମୁଁ ଦେଇଛି ଲୋକ ଖାଇବ ବେକାର ତୁ ଦେଇଛୁ ଲୋକ କହନ୍ତୁ ଗୁଣ୍ଡୁଚା ମହାରାଣୀ ତ ଇନ୍ଦ୍ରଦୁମ୍ନ ରାଜା କେଡେ ବଡ ମନ୍ଦିର କଲେ ଏଡେ ବଡ ଧର୍ମ ଅନୁଷ୍ଠାନ ଜଗନ୍ନାଥ ମହାପ୍ରଭୁ କହିଲେ କଣ ମାଗୁଛ ବାପା କହ ନା ବଂଶର ଉତ୍ତରାଧିକାରୀ କେହି ନ ରହନ୍ତୁ ଏଡେ ବଡ କଥା ଯିଏ କଲା ସିଏ କହୁଛି ଉତ୍ତରାଧିକାରୀ କେହି ନ ରହନ୍ତୁ କିନ୍ତୁ ଆମେ ଯଦି ଭାରତ ଭୋଜି ଗାଁରେ ଦେବା କେହି ନ ଖାଉ ଆମେ ବାଲେଠି ଆମ ଘରକୁ ଆଗେଇ ହେଲେ ଏଥିରେ କିଛି କାମ ନାହିଁ ଧର୍ମ କଲା ବେଳେ ମା ଚୋରି କରନ୍ତୁ ଧର୍ମ କଲେ ଦେଖେଇବାରେ ଲାଭ କିଛି ନାହିଁ କିନ୍ତୁ ଆମେ ଧର୍ମ କଲେ ଦେଖେଇବୁ ଧର୍ମ ଚୋରି କରିବ ସେଥିରେ ପୁଣ୍ୟ ଅଛି ପାପ ନାହିଁ ନାରୀ ନରୀ ନାରୀ ଯାହାର ଶତ୍ରୁ କେହି ନାହିଁ ସେଇ ହଉଛି ନାରୀ ଶତ୍ରୁ କାହାର ନାହିଁ ଚାମେଲିକି ମାରି ମାରି ଦରମରା କରିଦେଲେ କାନ୍ଦର ରକ୍ତ ବାହାରି କରିଦେଲେ ନାରୀର ଶତ୍ରୁତା ଯିଏ କରିଛି ଏ ସଂସାରରେ ଧର୍ମ ଚୋରି ଚୋରି କରନ୍ତୁ ଧର୍ମ ନାରୀ ନାରୀ କଲେ ପୁଣ୍ୟ ପାପ ନାହିଁ ପବନର ଶତ୍ରୁ କିଏ ଅଛି ତାର ସମସ୍ତେ ମିତ୍ର କାରଣ ବ୍ରହ୍ମାଣ୍ଡ ସଂଜ୍ଞା ଯଦି ଆମେ ଖୋଜିବା ତାହେଲେ ଜଗନ୍ନାଥ କିଏ ସେ ନା ବ୍ରହ୍ମ କହିଲେ ପବନକୁ ଉଠାଏ ବୋଲେ ବ୍ରହ୍ମ ବୋଲି ଯାହାକୁ କହି ସେ ତ ଅଧେ କନ୍ଦିର ଅଧେ କମାଇ ବ୍ରହ୍ମ ବୋଲି ଯାହାକୁ କହି ଅଧେ କନ୍ଦିର ଅଧେ କମାଇ ବ୍ରହ୍ମ ବୋଲି ଯାହାକୁ କହି ବ୍ରହ୍ମ ସଂଜ୍ଞା ଯଦି ଆମେ କାହାକୁ ବୁଝିବା ତାହେଲେ ଅଧେ ପୁରୁଷ ଅଧେ ଅଛି ସିଏ ନାରୀ ଅଧେ ସିଏ জীবনে আপনার সবু করবে পবন সাথে শত্রু হয়ে চলি না যে পবনকে বাঁধিছি জগতের সে শ্রেষ্ঠ পুরুষ হয়েছে কথায় কদিন সে বাবাজি বাবাজি আগে কাহি দুইটা বাঘু যে চিনিলা সে বাবাজি এপটে যাচ্ছি বা এপটে যাচ্ছি বা যে দুই বাঘু যে চিহ্নিছি সংসার সেই বাবাজি যে দুইটি বাঘ সিনা চিহ্নিবু গোটিয়ে বাঘ তোর जोड़ी कला को तोरण हो काई ना भिखारी बड़ गाई खेले जगन्नाथ किछि मागु नाही तोते धन मागु नाही मागुती सर हाते लगा के संधा वाली काई मागी 10 हाते 5 हाते मागिलेनी हाते मागिबार कारण कोन मनुष्यर जीवन दर्शन हातक भीतर अछि तळे ताखेले ऊपर ताखेले ऊपर पवन आसुची बारानु तळे मनुष्य छिएरा आइची पाद करे सेठी होती बारानु तेणु तळे बार ऊपर बार कथारे कोंतनी से लोक कौन मापिबु तार एते धन संपत्ति तार भागते पोता एते भागते पोता क्या भागते पोता सेते ऊपर जते तळे सेते ताले ऊपर केते तळे केते ऊपर 12 तळे 12 ऊपर निश्वास आसुति बारानु तळे सिराइति मनिष पाक करे सेही होती बारानु 12 बाहर आज्ञा तो किछि नाही मनिष जन्म हले 12 दिन पालन हबो मले 12 दिन पालन हबो द्वादश वृंदावन गोपाल हले 12 घंटा घंटा आला 12 दिन आला 12 घंटा राति आला 12 घंटा मास आला 12 राशि आला 12 द्वादश हले सूर्य सब तक बेले 12 যদি ষড় চক্র বসান দেখিবা দুই চক্র লিঙ্গ চক্র দূরতা 12 লিঙ্গ চক্র নাভি চক্র দূরতা 12 নাভির কণ্ঠ চক্র হৃদয় 12 হৃদয়ের কণ্ঠ 12 কণ্ঠরু ললাট চক্র 12 12 বাহার আর কিছু আছে বলে গাউছে 12 আসুছি না গাউছে না तेणु बाहर को जे धरिछि ए जगतरे आज्ञा से बंचिछि आ बाहर को जे जाइछि से सरी जाइछि ठाकुर परम तंत्र कहि ओरे बारो कहूछि जगत तार पुण्य अच्छी पाप नहीं चोरी नारी हत्या हत्या कले पाप किंतु हत्या कले पुण्य यदि जीव हत्या करबा क्या पाप हो आमे जीव हत्या करू काई भागवत रे लिखा अछि बोले जीव मारी न मांस खाई
କି କଥା ଯଦି ଜୀବ ମାରିଲେ ମାଂସ ଖାଇବା ସିଏ ବୈକୁଣ୍ଠକୁ ପଳେଇବ କୁକୁଡ଼ା ଆମ ନିଜର ନୁହଁ ଛେଳି ଆମ ନିଜର ନୁହଁ ଆମେ ଛେଳି କୁକୁଡ଼ା ଖାଇବା କାହିଁକି ସିଏ ବୈକୁଣ୍ଠ ଯିବେ କାହିଁକି ସବୁ ବାପା ମା ଭଲ କରି ଖାଇଦିଅ ସେ ବୈକୁଣ୍ଠକୁ ପଳେଇବ ଯିଏ ମରିବ ସିଏ ଯିବନି ଯିଏ ମାରିବ ସିଏ ଯିବ ମାରିବ ଯେ କୋଉ ଜୀବ ମାରିଲେ ଯିବ ଆମେ ସେଇଠିକି ନ ବୁଝି କାର୍ତ୍ତିକ ମାସରେ ହରେ କୃଷ୍ଣ କହିବୁ ନାମାଙ୍କ ବଳି ଘୋଡ଼େଇ ହେବୁ ଆଉ ତିଳକ ମାରିବୁ ପେଟ ପିଠି ଅଣ୍ଟା ଚାରିଆଡ଼େ କି ତୁଳସୀ ମାରି ବଡ଼ ବଡ଼ିଆ ମାରି ନାମା ବଳି ଘୋଡ଼େଇ ହେବୁ ହରେ କୃଷ୍ଣ ମନ୍ତ୍ର କମ ନାହିଁ କିନ୍ତୁ ବୁଝିଲୁ କିଛି ସାର ଖାଇଦିନ ଦରିବା ଗଲେ ମଟନ ଗୋଟା ପାଖରେ ହାତ ଟିକେ ମଣିଷକୁ ଯଦି ଜାଣିଥାନ୍ତୁ ଯେ ଭୁଲ କଣ କରନ୍ତୁ ଜୀବ ହତ୍ୟା କରୁଛି କାହିଁକି ଆପଣ ଦେଖନ୍ତୁ ଏଇଠି ହଉଛି ମଣିଷର ବୁଦ୍ଧି ନ ପାରି ବ୍ରହ୍ମ ଭିତରେ ପଡୁଛି ତାହେଲେ 1000 ବର୍ଷ ଆପଣ କଲେ ମଧ୍ୟ ସେଥିରେ କଣ ମୂଲ୍ୟ ଅଛି ଶାକୁଣା ଏକାଦଶୀ କରିବା ଯାହା ମଣିଷ ନାମା କରି ଘୋଡ଼େଇ ହେଇ ଭାଗବତ ପଢିବା ସେଇଆ କାରଣ ଘରେ ଶାକୁଣା କଲା ଏକାଦଶୀ ପ୍ରଭୁ କଲେ କିରେ ତୁ ମାଂସ ଖିଆ ପକ୍ଷୀ ଏକାଦଶୀ କଲେ କେମିତି ହବ ନା ପ୍ରଭୁ ଦିନେ ତ କରିଯିବ ଆଚ୍ଛା ଯୋଉଦିନ ଆଜ୍ଞା ଏକାଦଶୀ ଗଲା ଦୈବ ଯୋଗୁଁ ସେଇଦିନ ଗାଁରେ ଗୋଟେ ଭଲ ପୁରସ୍ତିଆ ଗାଈଟିଏ ମଲା ସେ ଯୋଉ ବରଡାରେ ବସିଛି ତାରି ମୂଳରେ ନେଇ ଗାଈଟାକୁ ଓଡ଼େଇ ଦେଇ ଆସିଲେ ଆଉ ଶାଗୁଣା କୁକୁର ବିଲୁଆ ସବୁ ଯେତେବେଳେ ପୁରା ପୁରା ମାଂସ ଖାଇଲେ ଶାଗୁଣା କହିଲା ଚଣ୍ଡାଳ କଣ କଲି ମତେ ଦୁର୍ବୁଦ୍ଧି ଘୁଟିଲା ପ୍ରଭୁ ମନା କରୁଥିଲେ ମୁଁ କାହିଁକି ଗୋଟେ କଲି ଛାଡ଼ ଆଉ ଗୋଟେ ଦିନ କଥା ନହେଲେ ନାହିଁ କାଲିକି ଯଦି ପ୍ରଭୁ ଟିକେ ଖାଇବି ନହେଲେ ନାହିଁ ଆଚ୍ଛା ଯେତେବେଳେ ଚାରିପଟୁ ଖାଇଗଲେ କହିଲା ପ୍ରଭୁ ଆଚ୍ଛା ମୁଁ ତ ଏକାଦଶୀ କରିଛି ଖାଇବିନି ଦେଖିଲେ ପାପ ହବ କି ପ୍ରଭୁ କହିଲେ ତୁ ସାରା ଜୀବନ ଦେଖୁନୁ ଦେଖିଲେ କଣ ଅଛି କହିଲେ ପଙ୍କିଳ ଘର କରିଛି ପଙ୍କଟା ଦିହରେ ଲାଗୁଛି ପଙ୍କ ଭିତରେ ତ ଘର ଲାଗୁନି କାହିଁକି ନା ତା ପ୍ରତି କାମନା ବାସନା ନାହିଁ କିନ୍ତୁ ଆମେ ପଙ୍କ ଭଳି ହେଇକି ବୁଲୁଛେ ନା ଧୀରେ ତୁ ସଂସାର କଲୁ ଯେତିକି ଦରକାର ସେତିକି ଭିତରେ ସିନା ରହିବୁ ଇଏ ସଞ୍ଜ ସକାଳ କିଛି ମାନିଲାନି ଇଏ ଯଦି ଗୀତା ଭାଗବତ ପଢୁଥିଲା ଟିକେ ଧାନ ବୁହା ବେଳ ସେଦିନ ପଢିଲାନି ଧାନ ବୁହା ସରିକି ତା ଗୀତା କେତେବେଳେ ପଢିବ ପଢିଲାନି ତାର ତୋ ଦେହରେ ପଙ୍କ ଲାଗିଲା ତେଣୁ ପଙ୍କିର ପଙ୍କ ଭିତରେ ଥାଇ ପଙ୍କର ଲାଗିଲା ଭଳିଆ ମଣିଷ ଦେଖିବ ଯଦି ତା ପ୍ରତି ଆସକ୍ତି ନ ରହିବ ଅନ୍ୟମନସ୍କ ହେଲା ବାଟରେ ଯାଉଛି ଏମିତି କେତେ ଅଛି ସେ ଦେଖିବାରେ କିଛି ମୂଲ୍ୟ ନାହିଁ ତେଣୁ ଜୀବନରେ ଦେଖିଲେ ପାପ ନାହିଁ ପ୍ରଭୁ କହିଲେ ଦେଖ ସିଏ ଯେତେବେଳେ ଅଧିକା ଦେଖିଲା ଦେଖିଲେ ତ ଲୋଭ ଆସିବ ନ ଦେଖିଲେ କିଛି ନାହିଁ ଦେଖିଲେ ଲାଳସା ବଢିବ ଜାଗରେ ଡାଇବେଟିସ୍ ସେ ଯଦି ମୋଟେ ଭୋଜି ଖାଇବାକୁ ନଥିବ ଚଳିବ ଆଉ ଯଦି ଭୋଜି ଖାଇବାକୁ ଗଲା ପାଖରେ କ୍ଷୀରି ଆସୁଥିବେ ସମାଳିବ ଲୋକ ଟିକାଟା ଦେବେ ଆଉ ଟିକାଟା ଖାଇବ ଆଉ ଟିକାଟା ଖାଇବ କରିବ ତେଣୁ ଜୀବନରେ ଦେଖିଲେ ବେଶୀ ଦୋଷ କେମିତି କଣ କହିଦେଲେ କହିଲେ ଦେଖ ଯେତେବେଳେ ବେଶୀ ଦେଖିଲା ଲୋଭ ବଢିଲା କହିଲା ପ୍ରଭୁ ଆଚ୍ଛା ମୁଁ ଖାଇବିନି ତ ଇଏ ତା ଉପରେ ବସି କହିଲେ ପାପ ହବ କି ପ୍ରଭୁ କହିଲେ ବସୁନୁ ଇଏ ଯେତେବେଳେ ତା ଉପରେ ବସିଲା ଆହୁରି ଲାଳସା ବଢିଲା ପାଦ ପାଖରୁ ପୁରା ପୁରା ମାଂସ ନେଲା ହେଇଗଲା ପରେ କହିଲା ପ୍ରଭୁ ଆଚ୍ଛା ମୁଁ ତ ଖାଇବିନି ଟିକେ ଧଣ୍ଟୁଟା ଘଷିଦେବି କି ପ୍ରଭୁ କହିଲେ ଥଣ୍ଟ ଖାଇକି ଘଷିବୁ ଚଲା ତେଣୁ ଜୀବନରେ ଯୋଉଠି କାମନା ଆସିଲା ଲୋଭ ତ ଆପେ ଆପେ ଆସିବ ମଣିଷ ତା ଭିତରେ ଜାଣି ଶୁଣି ବୁଡ଼ିବ ବୁଢା ଯାଇଛି କାର୍ତ୍ତିକ ମାସ ସୋମବାର ଦିନ ମନ୍ଦିରରୁ ଫେରୁଛି ଆସିଲା ବେଳକୁ ପୁଅ ଏଡ଼ିକି ନୀର ମାଛ ଧରିଛି ସ୍ତ୍ରୀ କାଟୁଛି କହିଲା ମାଛ କିଏ ଆଇଲା ନା ପୁଅ କହୁଥିଲା ଦେଶୀ ମାଛଟେ ଦେଖିଲା ତ ଆଇଲା ନା ତ ସୋମବାରେ ସଂକ୍ରାନ୍ତି ମୁଁ ଖାଇବିନି ଇଏ ପେଟି ଦି ଖଣ୍ଡ ଫ୍ରିଜରେ ଥୋଇ ଦେଇଥିବ ଆରେ କାଲି କାହିଁକି ଖାଇବୁ ଆଜି କାହିଁକି ଖାଇବୁ ତେଣୁ ଲାଳସା ଯୋଉଠି ରହିବ ସେ ପୁଣ୍ୟ କିଛି ହୁଏନି ତେଣୁ ଜୀବ ହତ୍ୟା ଭିତରେ ଆମେ ସବୁ ପାପ ଅର୍ଜନ କରୁ କାହିଁକି ମା ଜୀବ ହତ୍ୟାରେ ମନୁଷ୍ୟ ହତ୍ୟାରେ କହିଲେ 8 ଜଣ ହେଲେ ପାପୀ ଛେଳି ପୋଷିଲେ ପାପୀ ଛେଳି କିଣିକି ନେଲା ଯିଏ ପାପୀ କାଟିଲା ଯିଏ ସିଏ ପାପୀ କାଟିଲା ବେଳେ ଯିଏ ଦେଖିଲା ସିଏ ପାପୀ ମାଂସ ଯିଏ ବୋହିଟା ହେଲା ସିଏ ପାପୀ ଯିଏ ରୋଷେଇ କଲା ସିଏ ପାପୀ ଯିଏ ପରସିକି ଦେଲା ସିଏ ପାପୀ ଯିଏ ଖାଇଲା ସିଏ ଶେଷ ପାପୀ ମା ମାନେ କହିବେ ରଜ ତ ଆଜି ଭଲ ବାର ନାହିଁ ଆଉ ତା ବାପା ଆଣିଥିଲେ ଯେ ମୁଁ ଖାଲି କଷେଇଦେବି ତୁ ହଉଛି 1 ନମ୍ବର ଆଉ ତୁ କଷେଇଲୁ ତ ପାପ ହେଲା ଆଉ ଦି ଖଣ୍ଡ ଚଲେଇଲୁନି କାହିଁକି ତେଣୁ ଖାଇବା ଯାହା କଷେଇବା ସେଇଆ ମଣିଷ କିନ୍ତୁ ଜାଣେ ମୁଁ କଷେଇଦେଲି ମୋର ପାପ ନାହିଁ କାହିଁକି ମା ଜୀବନରେ ମଣିଷ ଏଗୁଡାକ
ଜାଣି ଶୁଣି ସବୁ ଦୋଷ କରେ ଆଜ୍ଞା ତେଣୁ ଏ ଯୋଉ ଦୋଷ ଆମେ ଜୀବନରେ କରୁ ତା ପାଇଁ ପରିତ୍ରାଣ ନାହିଁ ତେଣୁ ଜାଣି ଶୁଣି ମଣିଷ ଏ କର୍ମ ଗୁଡାକ କରେ ତେଣୁ ଚୋରି ନାରୀ ହତ୍ୟା ଜୀବ ହତ୍ୟା କଲେ କିନ୍ତୁ ହତ୍ୟା କାହାକୁ କରିବେ ଷଡ଼ରିପୁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏ ଷଡ଼ରିପୁକୁ ଯିଏ ଦମନ କଲା ତା ଜୀବନରେ ତାର ପାପ ନାହିଁ ତେଣୁ ଷଡ଼ରିପୁ ଯିଏ ଦମନ କରିଛି ଚୋରି ନାରୀ ହତ୍ୟା ମିଥ୍ୟା ମିଛ କହିଲେ ଆଜ୍ଞା ପାପ ହବ କିନ୍ତୁ ଜନଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଆପଣ ଯଦି ଦି ପଦ ମିଛ କହନ୍ତି କିଛି ନାହିଁ ବରଂ ସେଗୁଡାକ ପୁଣ୍ୟ ତେଣୁ ଜୀବନରେ ଆପଣ ସେ ଭୁଲ କରିବେନି କହିଲେ ବାପା ତମେ ଯୋଉ ଭାବୁଛ ପାପ ହବ ତମେ ଚୋରି କରିଛ ନାଇଁ ଏଇଟା ଜନଜଗତର କଲ୍ୟାଣ ହେଲା ଏଥିରେ ଜମା କିଛି ନାହିଁ ଏଥିରେ ମୋର ପୁଣ୍ୟ ହବ ଏଥିରେ ପାପ କିଛି ନାହିଁ ତେଣୁ ବସୁଦେବ ସେଦିନ ଛୁଆଟିକି ଧରି ଗଲେ କେହି ଆଜ୍ଞା ଜାଣିବେନି ଜାଣି ସାରିଲେଣି କେତେ ଜଣ ଜାଣିଲେ ପାପ ହବ ନା ନାଇଁ ବାପା ଜନଜଗତର କଲ୍ୟାଣ ପାଇଁ ମଣିଷ ଯାହା କରେ ସେଥିରେ ପାପ ନୁହଁ ତେଣୁ ମତେ ନେଇଯା ତେଣୁ ବସୁଦେବ ସେଦିନ ଯେତେବେଳେ ବାହାରିଲେ ହାତ ପାତର ଶିଙ୍କୁଳି ବି ଫିଟିଛି ଯାଇ ପହଞ୍ଚି ଯାଇଛନ୍ତି ସେଦିନ ତ ନନ୍ଦ ମନ୍ଦିରରେ କନ୍ୟା ଟିକେ ଆଣିଛନ୍ତି ପୁଅ ଟିକେ ଥୋଇଦେଲେ ଫେରେଇ ଆସିଲେ ଆପଣ ଫେରି ଆସିଲେ ଯେତେବେଳେ ବନ୍ଦିଶାଳାରେ ପହଞ୍ଚିଲେ ଦେଖନ୍ତୁ ପରମାତ୍ମା ଯେତେବେଳେ ଆସିଲେ ସେତେବେଳେ ଜୀବ ଶୋଇଲା ମାୟା ଯେତେବେଳେ ଆସିଲା ଜୀବ ଚେଇଁଲା ମାୟା କୁଆଡି ଯେତେବେଳେ ବାଜିଲା ସବୁ ଜାଗ୍ରତରେ ପ୍ରହରୀ ମାନେ ହାତ ପାତର ଶିଙ୍କୁଳି ବଢିଛି ହାତ ପାଦରେ ବସୁଦେବ ପୁଣି ବନ୍ଧା ହେଲେ କେହି ଜାଣିବାକୁ ନାହିଁ ଆପଣ ଦେଖନ୍ତୁ ଜୀବନରେ ମଣିଷ ଜୀବ ପରମରେ ଯୋଉ ଖେଳ ଜୀବ ସାଙ୍ଗରେ ପରମ ମିଶିବା ଯେତେବେଳେ ଜୀବ ପରମାତ୍ମା ଆଉ ଅନ୍ତର୍ନିହିତ ସତ୍ତା ଆବିର୍ଭାବ ହୁଏ ଜୀବ ପରମର ଖେଳ ଚାଲେ ସେତେବେଳେ ଜଗତ ଶୋଇବ କେହି ଜାଣିବେନି କହିଲେ ଅଷ୍ଟାଦଶ ଅଧ୍ୟାୟ ଗୀତା ଶୁଣିଲେ ଅର୍ଜୁନ କହିଲେ ମହାପ୍ରଭୁ 18 ଅଧ୍ୟାୟ ଗୀତା ଶୁଣିବା ପାଇଁ ପଢିବା ପାଇଁ ଆସିଛନ୍ତି ସେଦିନ ମାୟା ବିସ୍ତାର ହେଇଛି ମାୟା କେତେବେଳେ ପହଞ୍ଚିଛି ଏଠି ଜୀବ ସଚେତନ ହେଇଥିଲେ ହାତ ପାଦରେ ବେଡ଼ି ପଡ଼ିଛି କୁଆ କୁଆ ରହି ଶୁଣିଲା କଂସ ଆଗରେ ଜଣେଇଦେଲେ ମଣିମା ଅଷ୍ଟମ ଗର୍ଭର ସନ୍ତାନ କଂସ ବିଚାର କରୁଛି କିରେ ଇଏ କଣ ଆଜି ଶେଷ ଦିନ ଯଦି ଗୋଟିକ ମାରିଦେଲି ନିଷ୍କଣ୍ଟକ ରାଜ୍ୟ ଭୋଗ କରିବି କଂସ ତଥାପି ଜାଣିପାରୁନି ଏତେ କଥା ପରେ ଏତେ ବାଟ ଯିଏ ଗଲାଣି ସାଗରେ ସାଗର ବମ ସାଗର ସାଗର ଭଳିଆ ଆକାଶ ଆକାଶ ଭଳିଆ କହିଲେ ପ୍ରଭୁ ଯେତେବେଳେ ଆପଣ ଦେଖନ୍ତୁ ସାଗର ସାଗର ବମ ସାଗର ସାଗର ଭଳିଆ ଆକାଶ ଆକାଶ ଭଳିଆ ପ୍ରଭୁ ପ୍ରଭୁ ଭଳିଆ ତାର ଅନୁରୂପ ଆପଣ ତିଆରି କରିପାରିବେନି ଯେ ଇଚ୍ଛା କରିବ ମୁଁ ପାରିବି ସେ ଭୁଲ ରାସ୍ତାରେ ପହଞ୍ଚିବ ତାହେଲେ କହିବା କଥା କଂସ ସେଦିନ ଦର୍ପଣ ଶିଳାରେ ବାଡ଼େଇଛି ଯେତେବେଳେ ଛୁଆକୁ ହାତରୁ ଉଛୁଳିଗଲା କହିଲେ କଂସ ତୁ ସିନା ମତେ ମାରିବୁ ମତେ ଯିଏ ମାରିବୁ ଉପରେ ପଡୁଛି ଚିନ୍ତା କଲା ମୁଁ ତ ମାରିନି ପୁଣି ଗୋପ କଟକୁ ଗଲା କିଏ ତାହେଲେ ମଣିଷ ଜାଣିବା କଥା ମୋ ଉପରେ ଆଉ ଜଣେ କିଏ ସେ ଅଛି କାରଣ ମୁଁ ଟିଏ ଡାଲି ବାବୁରେ ସେ ତ ବଡ ବିଷୟ ସବୁ ନଷ୍ଟ କରିଦେବ ମୁଁ କହିଲା କଂସ ଭଳି ଫାଳ ହେଲା ମୁଁ କହିଲା ରାବଣ ମଲା ମୁଁ କହିଲା ଦୁର୍ଯ୍ୟୋଧନ ମଲା ମୁଁ କହୁଛି କଂସ ମରିବ ମୁଁ କହିବ ଶିଶୁପାଳ ମରିବ ଯିଏ ମୁଁ କହିଛି ସେ ସରିଛି କାରଣ ମୁଁ କହିଲେ ଜଗତରେ କେହି ବଡ ହେଇନି କହିଲେ ମୁଁ ତୁ ସେ ମାନେ ସବୁ ଅଟରେ କହିଛି ଘରକୁ ସିନା ଯାଇଛି ଉପରକୁ ସେ ଯାଇନି କଂସ ବିଚାର କରୁଛି ମୁଁ ବଡ ହେବି ଏ ଜଗତରେ ଧର୍ମ ଧାରଣା ରକ୍ଷା କରିବିନି ପାପ ଭାର ଉଶ୍ୱାସ ହବ ତୁ କିଏ ସେ ସର୍ବ କାରଣ କର୍ତ୍ତା ଯିଏ ମହାଭାରତ ପାଖରେ କେହି ହେଲେ ନାହିଁ ଇଏ ତ ନିଜେ ମରୁଛି ଆଉ ଜଣକୁ ସାଙ୍ଗରେ ନେଇ ଛିଡା କରୁଛି ଭଉଣୀ ପୁତରା ସିଏ ମଧ୍ୟ ମଲା ବୁଢ ବାଳୁଙ୍ଗା ଯେତେବେଳେ ବର୍ଷରେ ଜନ୍ମ ହେବେ ସମସ୍ତେ ଆଗେ ମରିଯିବେ ଆଉ ଯଦି ଭଲ ପୁଅ ଗୋଟିଏ ଜନ୍ମ ହବ 7 ପୁରୁଷ ଧାର କରିଦେବ ଜଣେ ଭଗୀରଥ ଗୋଟାଏ ପିଲା ଜନ୍ମ ହେଲା ବଂଶ ଧାର କଲା ହଜାର ପିତୃ ପୁରୁଷ ସେଦିନ ବଞ୍ଚିଲେ ସଗର ବଂଶକୁ ଧାର କଲା କିନ୍ତୁ ଗୋଟିଏ ପୁଅ ଦୁର୍ଯ୍ୟୋଧନ ଜନ୍ମ ହେଲା ଅନେଶତ ଭାଇକି ମାରିଲା ମାଆକୁ ମାରିଲା ଗୋପା ମାରିଲା ପିଲା ମାରିଲା ବଂଶ ବୁଡେଇଦେଲା ତେଣୁ ଯଦି ଫୁଲ ବାଳୁଙ୍ଗା ପିଲା ଜନ୍ମ କରିବେ ସେ ପୁଅ ଜନ୍ମ କରିବା ଅପେକ୍ଷା ପୁଅ ନ ହବାଟା ଭଲ
ପଶୁ କହିଲେ ଗୋଟିଏ ତାର ପାଇଁ ପୁତ୍ର ମନା ଶକ୍ତି ଜଣେ ତାହେଲେ ନାହିଁ ପୁତ୍ର ହଇଲେ ଗୋଟିଏ ପୁଅଟି ଯଦି ଭଲ ହେଲା ଗୋଟିଏ ନର୍କରୁ ଧାର ହେବେ ପୁଅଟି ଯଦି ଭୁଲ ହେଇଗଲା ଆପଣ ଗୋଟିଏ ନର୍କରେ ଯାଇ ପଡ଼ିବେ ଗୋଟିଏ ନର୍କରୁ ଧାର ହେବା ପରିବର୍ତ୍ତେ ଗୋଟିଏ ନର୍କରେ ପଡ଼ିବା ଦରକାର ନାହିଁ ମଣିଷରେ ଯଦି ଭଲ ପିଲାଟିଏ ଜନ୍ମ ହେଲା ପୁରା ଉଦ୍ଧାର ହବ ସୂର୍ଯ୍ୟ ଭଳି ଯଦି ଜନ୍ମ ହେଲା ତାହେଲେ ଜଗତକୁ ତେଜ ଦେଖେଇବ ଆଉ ଯଦି ଶନି ଭଳି ପୁଅ ଜନ୍ମ ହବ ଆଜି ତାର ମୂର୍ତ୍ତି ଲାଭ କଣ ଅଛି ପିଠିରେ ଆଜ୍ଞା କେହି ପଡ଼ିବେ 15 ଦିନ ଅନୁତାପ କଲେ ମୋ ଭଉଣୀ ହଉଛି ଲକ୍ଷ୍ମୀ ମୋ ଭିଣେଇ ନାରାୟଣ ମୋର ଜଣେ ବନ୍ଧୁ ଜଣେ ହଉଛି ବିଷ ଜଣେ ଅମୃତ ଯାହାକୁ ବିଷ ମାରିବ ଅମୃତ ବଞ୍ଚେଇ ପାରିବନି ଅମୃତ ମାରି ବଞ୍ଚେଇବ ବିଷ ମାରି ପାରିବନି ଆଚ୍ଛା ମତେ ଯେତେବେଳେ ରାହୁ ଗିରୁଛି ମୋ ବନ୍ଧୁ ପିଠିରେ ପଡ଼ିଲେ ନା ମୋ ଭଉଣୀ ପିଠିରେ ପଡ଼ିଲା ନା ମୋ ଭିଣେଇ ପିଠିରେ ପଡୁଛି ନା ମୋ ବାପା ପିଠିରେ ପଡୁଛି କେହି ଆଜ୍ଞା ପିଠିରେ ପଡ଼ିବେ ଦୁଃଖ ପଡ଼ିଲା ବେଳେ ଜଣେ ହେବ ସାହା ଗୋଟେ ଧର୍ମ ଏକ ପଦ ଗଢ଼ିଛନ୍ତି ଆପଣ ତା ଦିହରେ ବସନ୍ତୁ ସମାଜ ଉଦ୍ଧାର କରିବା ବେଳେ ନିଜକୁ ଆପଣ ଉଦ୍ଧାର କରିବେ ବଂଶ ଉଦ୍ଧାର ହବ କିନ୍ତୁ ଆପଣଙ୍କ ପାଇଁ ବିପଦରେ ପଡ଼ିଲା ବେଳେ ଆଉ କେହି ଭରସା ହେବେନି ତାହେଲେ ଲାଭ ସେଥିରେ କ'ଣ ଅଛି ଯୋଉ କଥାଟି ଆରମ୍ଭ କଲି ବାଲ୍ୟକୁ କୌତୁକ ବସା କରିବା ଆଦମନ୍ତ୍ରୀ ବାଲ୍ୟକୁ ଭାରତ ସମୟରେ କୌତୁକ ବସ କହି କହି ସର୍ପ ତା ଭିତରେ ଶ୍ରେଷ୍ଠତ୍ୱ ଅର୍ଜନ କରିଛି କାର୍ଯ୍ୟ ତାକୁ ଯେ ମର୍ପଣ କରିଥିଲେ ମହାପ୍ରଭୁ ଭଗବାନ ବାସୁଦେବ ଯୋଉ ରଥ ଉପରୁ ବି ପକ୍ଷୀମାନେ ଉଡ଼ିଗଲେ ରଥ ଭିତରେ ଖସି ପଡ଼ନ୍ତି ସେଦିନ କାର୍ଯ୍ୟ ଜାଣିବା କଥା ମୋ ବିଷ ଦ୍ୱାରା ଏତେ ଉପରେ ପକ୍ଷୀ ଉଡ଼ିଗଲେ ଖସି ପଡ଼ୁଛନ୍ତି କିଏ ମୋ ଭିତରେ ପଶିକି ସେ ଫୁଲ ତୋଳୁଛି ତୁ ସେଇଦିନ ସଜାଡ଼ି ହେଇଯିବା ଦରକାର ନା ଆଉ ସେଇତକ ସଜାଡ଼ି ନହେଲେ ଅଡ଼ୁଆରେ ସିଏ ପଡ଼ିବନି ତେଣୁ ଜୀବନରେ ମଣିଷ ସବୁ କଥା ସବୁ ଜାଗାରେ ନଥାଏ ସେତିକି ଯଦି ଜାଣିଥାନ୍ତା କି ଅଡ଼ୁଆରେ ପଡ଼ିଥାନ୍ତା କାହିଁକି ଅଡ଼ୁଆରେ ପଡ଼ି ପାଦକୁ ଦର୍ଶନ କଲା ବୋଲି ସେଦିନ ରକ୍ତ ବାନ୍ତି କଲା ଆଉ ଗର୍ଭବନ୍ଧନ ସରିଲା ତେଣୁ ବାଲ୍ୟକାଳରେ ପୂର୍ବ ଅବସ୍ଥାରେ ଏତେ ବଡ଼ ସାପକୁ ମର୍ଦ୍ଦନ କରିଥିଲେ ଯିଏ ମହାପ୍ରଭୁ ଭଗବାନ ବାସୁଦେବ ସେଇ ପ୍ରଭୁ କୃଷ୍ଣ ଆଜି ଇଏ ଶୁଭ ସନ୍ଧ୍ୟାରେ ଏ ସଭାରେ ବିରାଜମାନ କରି ମାନଙ୍କର ଆମର ବ୍ରହ୍ମଗୀତା ମାତୃସ୍ଥାନୀୟ ମାନବସୀ ସମଧର୍ମୀ ସମମର୍ମୀ ଯୁବବନ୍ଧୁ ମାନଙ୍କର ପଡ଼ୋଶୀ ପଡ଼ୋଶୀ ଭାଇ ବନ୍ଧୁ ମାନଙ୍କର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଏ ଅନୁଷ୍ଠାନର କର୍ମକର୍ତ୍ତା ମହୋଦୟଙ୍କର ଗ୍ରାମର ଦେଶର ବିଶ୍ୱର ସମସ୍ତଙ୍କର କଲ୍ୟାଣ କରନ୍ତୁ ମହାପ୍ରଭୁ ସର୍ବେ ବୋଲ ଆନନ୍ଦ ରଜ ମାରିକି ଆସି ତ ଗମ୍ପ ଅଛି ଆଉ ସ୍ୱର ବଢ଼େଇ ବାହାରିବ ଆଉ